ଆପଣ ଜାଣନ୍ତି ଗୋଟେ ନିର୍ବାଚନର ଫଳାଫଳ ସେଟା କ'ଣ ଖାଲି କିଛି ସଂଖ୍ୟା ନା, ଏଇଟା ହେଉଛି ଜନମତର ଏକ ଏକ୍ସରେ ଆଉ ଶାସନ ବ୍ୟବସ୍ଥାର ଏକ ଗଭୀର ଅଡିଟ୍। ତେବେ ଆଜି ଆମେ ଓଡ଼ିଶାର ରାଜଗାଙ୍ଗପୁରକୁ ଏକ କେସ୍ ଷ୍ଟଡି ଭାବରେ ନେବା ଆଉ ଗୋଟେ ଗୋଟେ କରି ବୁଝିବା ଯେ ଗୋଟେ ନିର୍ବାଚନର ପ୍ରକୃତ କାହାଣୀ କ'ଣ। ତେବେ ଆମେ ଏହି ବିଶ୍ଳେଷଣକୁ 5ଟି ଭାଗରେ ବାଣ୍ଟିଛୁ। ସବୁଠୁ ଆଗେ ଆମେ ଦେଖିବା ସଂଖ୍ୟାଗୁଡ଼ିକୁ କ'ଣ କହୁଛି, ତାପରେ ଆମେ କାନ ଡେରିବା ଭୋଟରଙ୍କ ସ୍ୱରକୁ, ସେମାନଙ୍କ ଆଶା ଆଉ ସମସ୍ୟା କ'ଣ। ଏହାପରେ ଆମେ ଟିକେ ଇତିହାସକୁ ଯିବା, ଦେଖିବା କେମିତି ସମୟ ସହ ରାଜନୀତି ବଦଳିଛି। ଚତୁର୍ଥରେ ପ୍ରତିଯୋଗିତାର ପୂରା ଚିତ୍ରକୁ ବୁଝିବା ଆଉ ଶେଷରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଲୋକଙ୍କ ପାଖକୁ ପୁଣିଥରେ ଫେରିବାର ରାସ୍ତା କ'ଣ। ଆପଣ ଜାଣନ୍ତି, କୌଣସି କାହାଣୀକୁ ବୁଝିବାକୁ ହେଲେ ତାର ଆରମ୍ଭ ତଥ୍ୟରୁ ହିଁ କରିବାକୁ ପଡ଼େ, କାରଣ ସଂଖ୍ୟା ସେଗୁଡ଼ାକ କେବେ ମିଛ କହନ୍ତିନି। ଏହି ସଂଖ୍ୟାଗୁଡ଼ିକ ହିଁ ସେହି ମୂଳଦୁଆ ଯାହା ଉପରେ ଆମେ ପୂରା କାହାଣୀଟା ତିଆରି କରିବା। ଦେଖନ୍ତୁ, ଏଇଟା ହେଉଛି ରାଜଗାଙ୍ଗପୁର, ଓଡ଼ିଶାର ଏକ ଏମିତି ଅଞ୍ଚଳ ଯାହାର ମାଟି ତଳେ ଅଛି ଖଣିଜ ସମ୍ପଦର ଭଣ୍ଡାର ଆଉ ଯାହାର ଲୋକଙ୍କ ହୃଦୟରେ ଅଛି ଶହ ଶହ ବର୍ଷର ପରମ୍ପରା। ତେଣୁ ଏଠିକାର ରାଜନୀତି କ'ଣ ଖାଲି ଭୋଟ କଥା? ଆଦୌ ନୁହେଁ। ଏଇଟା ସିଧାସଳଖ ଜଡ଼ିତ ଲୋକଙ୍କ ଜୀବିକା ଆଉ ପରିଚୟ ସହିତ। 10,184 ଏଇଟା ଖାଲି ଗୋଟେ ସଂଖ୍ୟା ନୁହେଁ, ଏଇଟା ହେଉଛି ସେହି ପତଳା ସୀମାରେଖା ଯାହା ଜିତିବା ଆଉ ହାରିବା ଭିତରେ ଥିଲା। ତେବେ ଏତେ କମ୍ ମାର୍ଜିନର ପ୍ରକୃତ ଅର୍ଥ କ'ଣ? ଏଇଟା ହିଁ ଆମର ଆଜିର ଅନୁସନ୍ଧାନର ମୂଳ ପ୍ରଶ୍ନ। ଆସନ୍ତୁ ଏବେ ତଥ୍ୟକୁ ଟିକେ ଭଲ ଭାବରେ ଦେଖିବା। ଦେଖନ୍ତୁ ଭୋଟଗୁଡ଼ାକ କେମିତି 3 ଜଣ ମୁଖ୍ୟ ପ୍ରାର୍ଥୀଙ୍କ ଭିତରେ ବାଣ୍ଟି ହୋଇଯାଇଛି। କଂଗ୍ରେସର ସିଏସ୍ ରାଜେନ ଏକା ପାଇଛନ୍ତି 66,869 ଭୋଟ। ତାଙ୍କ ପଛକୁ ଅଛନ୍ତି ବିଜେଡିର ଅନିଲ ବାରୁଆ ଆଉ ବିଜେପିର ନରସିଂହ ମିଞ୍ଜ। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଲା କୌଣସି ଜଣେ ପ୍ରାର୍ଥୀଙ୍କୁ ସ୍ପଷ୍ଟ ଭାବେ ଜନମତ ମିଳିନି। ଏଇଟା ଏକ ବିଭାଜିତ ରାୟର ସିଧାସଳଖ ସଂକେତ। ଠିକ୍ ଅଛି, ସଂଖ୍ୟା ତ ଦେଖିଲେ, ଏବେ ଆସନ୍ତୁ ସେ ପର୍ଦ୍ଦା ପଛକୁ ଯିବା ଆଉ ସେହି ଲୋକମାନଙ୍କ କଥା ଶୁଣିବା ଯେଉଁମାନେ ଏହି ସଂଖ୍ୟା ତିଆରି କରିଛନ୍ତି। ଭୋଟର ପ୍ରକୃତରେ କ'ଣ ଚାହୁଁଛନ୍ତି, ତାଙ୍କର ପ୍ରକୃତ ସମସ୍ୟା କ'ଣ, କାରଣ ଶେଷରେ ତ ଗଣତନ୍ତ୍ରରେ ଲୋକ ହିଁ ସବୁକିଛି। ରାଜଗାଙ୍ଗପୁରକୁ ବୁଝିବା ପାଇଁ ଆଗ ତାର ସାମାଜିକ ଗଠନକୁ ବୁଝିବାକୁ ପଡ଼ିବ। ମନେ ରଖନ୍ତୁ, ଏଇଟା ଏକ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନ। ଏଠି ପ୍ରାୟ 71% ଲୋକ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର। ଏହାର ସିଧାସଳଖ ଅର୍ଥ ହେଲା ଏଠିକାର ରାଜନୀତିର ମୂଳଦୁଆ ହେଉଛି ଜଳ, ଜଙ୍ଗଲ, ଜମି ଆଉ ଆଦିବାସୀଙ୍କ ପରିଚୟ। କିନ୍ତୁ ଏଠି ଗୋଟେ ବହୁତ ଆଶ୍ଚର୍ଯ୍ୟଜନକ କଥା ଅଛି। ଯେତେବେଳେ ଆମେ ଲୋକଙ୍କୁ ପଚାରୁଛୁ ତାଙ୍କର ମୁଖ୍ୟ ସମସ୍ୟା କ'ଣ, ସେମାନେ ପରିଚୟ କଥା କହିବା ଆଗରୁ କହୁଛନ୍ତି ବେକାରୀ, ଚାଷବାସର ସମସ୍ୟା ଆଉ ଭଲ ରାସ୍ତାଘାଟର ଅଭାବ। ତେଣୁ ଏଥିରୁ କ'ଣ ଜଣାପଡ଼ୁଛି? ପରିଚୟର ରାଜନୀତି ତ ଅଛି, କିନ୍ତୁ ତାଠୁ ବେଶୀ ଲୋକଙ୍କୁ ବାଧୁଛି ପେଟପାଟଣାର ସଂଘର୍ଷ। ତେବେ ଚିତ୍ରଟି ପୂରାପୂରି ସ୍ପଷ୍ଟ ହୋଇଯାଉଛି। ଯୁବକଙ୍କ ପାଇଁ ଚାକିରି, ଚାଷୀଙ୍କୁ ସମର୍ଥନ ଆଉ ସମସ୍ତଙ୍କ ପାଇଁ ଭଲ ରାସ୍ତା ଆଉ ସ୍ୱାସ୍ଥ୍ୟସେବା। ଦେଖନ୍ତୁ, ଏଗୁଡ଼ାକ ଖାଲି ନିର୍ବାଚନୀ ଇସ୍ତାହାରର କଥା ନୁହେଁ। ଏଗୁଡ଼ାକ ହେଉଛି ସମ୍ମାନର ସହ ବଞ୍ଚିବାର ମୌଳିକ ଆବଶ୍ୟକତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକକୁ ଏହି ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି, ଆଉ ଏହି ଅଧିକାରକୁ ସୁନିଶ୍ଚିତ କରିବା ତାହା ହିଁ ଶାସନର ପ୍ରକୃତ ଲକ୍ଷ୍ୟ ହେବା ଉଚିତ। ଏ ଯେଉଁ ବିଭାଜିତ ରାୟ ଆମେ ଆଜି ଦେଖୁଛେ, ସେଇଟା କିନ୍ତୁ ଗୋଟିଏ ରାତିରେ ତିଆରି ହେଇନି। ଏହାର ଚେର ବହୁତ ଗଭୀରରେ ଇତିହାସରେ ଅଛି। ତେବେ ଆସନ୍ତୁ ଟିକେ ପଛକୁ ଫେରିବା। ଗତ 30 ବର୍ଷର ରାଜନୀତିକୁ ଦେଖିଲେ ଯାଇ ଆମେ ଆଜିର ସ୍ଥିତିକୁ ଠିକ୍ ଭାବେ ବୁଝିପାରିବା। ଏ ଯେଉଁ ଟେବୁଲ ଆପଣ ଦେଖୁଛନ୍ତି, ଏଇଟା ହେଉଛି ରାଜଗାଙ୍ଗପୁର ରାଜନୀତିର ଗୋଟେ ଏକ୍ସରେ ଭଳି। ଟିକେ ଭାବନ୍ତୁ, 1995 ମସିହାରେ ବିଜେପିର ଭୋଟ ଥିଲା ମାତ୍ର 4.55%। ଆଉ 2019 ଆସୁ ଆସୁ ସେଇଟା ପହଞ୍ଚିଗଲା ପ୍ରାୟ 30%ରେ। ଏପଟେ ବିଜେଡିର ଭୋଟ ସେୟାର ଉପରତଳ ହୋଇଛି, କିନ୍ତୁ ସେମାନେ ନିଜର ଗୋଟେ ମଜବୁତ ଆଧାରକୁ ଧରି ରଖିଛନ୍ତି। ତେବେ ଏଥିରୁ ଆମକୁ ପ୍ରଥମ ସଂକେତ କ'ଣ ମିଳୁଛି? ସିଧା କଥା ହେଲା, ରାଜଗାଙ୍ଗପୁରର ଲଢ଼େଇ ଦିନକୁ ଦିନ ଆହୁରି କଡ଼ା ହେଉଛି। ଏଇଟା ଆଉ 2 ଦଳ ଭିତର ଲଢ଼େଇ ହୋଇ ରହିନି, ଏବେ ଏଇଟା ଏକ ତ୍ରିକୋଣୀୟ ସଂଘର୍ଷ। ଆଉ ଏମିତି ହେଲେ ରଣନୀତି ବନେଇବା ଆହୁରି କଷ୍ଟକର ହୋଇଯାଏ। ଆଉ ଦ୍ୱିତୀୟ ସଂକେତ, ସେଟା ବି ବହୁତ ଗୁରୁତ୍ୱପୂର୍ଣ୍ଣ। ସେଇଟା ହେଲା ଭୋଟର ଟର୍ଣ୍ଣଆଉଟ୍। ପ୍ରାୟ ସବୁବେଳେ 70%ରୁ ଅଧିକ ଲୋକ ଭୋଟ ଦେଉଛନ୍ତି। ଏହାର ମାନେ ହେଲା ଏଠିକାର ଲୋକେ ଘରେ ବସି ରହୁନାହାନ୍ତି। ସେମାନେ ରାଜନୈତିକ ଭାବେ ବହୁତ ସଜାଗ ଆଉ ନିଜର ମତ ଦେବାକୁ ପୁରା ପ୍ରସ୍ତୁତ। ସେଥିପାଇଁ ତ ଏଠି ଗୋଟିଏ ଗୋଟିଏ ଭୋଟରର ବି ମୂଲ୍ୟ ବହୁତ। ତେବେ ଖାଲି ସଂଖ୍ୟା ଆଉ ଇତିହାସ ଦେଖିଦେଲେ ତ କାମ ସରିବନି। 2024 ନିର୍ବାଚନର ପୂରା ଚିତ୍ରକୁ ବୁଝିବା ପାଇଁ ଆମକୁ ଗୋଟେ ବ୍ୟବସ୍ଥିତ ଫ୍ରେମୱାର୍କ ଦରକାର। ଆସନ୍ତୁ ଏହି ଲଢ଼େଇକୁ ଆମେ 4ଟି ଅଲଗା ଅଲଗା ଦୃଷ୍ଟିକୋଣରୁ ଦେଖିବା। ଆମେ ଏହି ଫ୍ରେମୱାର୍କକୁ କହୁଛୁ
ଚତୁର୍ମୁଖ ସିଦ୍ଧାନ୍ତ ଏହାର ମାନେ ହେଲା କୌଣସି ରାଜନୈତିକ ସ୍ଥିତିକୁ ବୁଝିବା ପାଇଁ ତାର ଚାରୋଟି ମୁହଁକୁ ଦେଖିବାକୁ ପଡ଼ିବ। ପ୍ରଥମେ ଭୋଟର, ଦ୍ୱିତୀୟରେ ବିରୋଧୀ, ତୃତୀୟରେ ଶାସକ ଦଳ ଆଉ ଚତୁର୍ଥରେ ବାହାରର ପରିସ୍ଥିତି। ତେବେ ପ୍ରଥମ ମୁହଁ ହେଉଛି ଭୋଟରଙ୍କର। ଆମେ ଆଗରୁ ଦେଖିଲେ ଯେ ସେମାନଙ୍କର ମୁଖ୍ୟ ଚିନ୍ତା ଦୁଇଟି, ଗୋଟେ ହେଲା ପେଟପାଟଣା ଆଉ ଗୋଟେ ହେଲା ପରିଚୟ। ବିଶେଷ କରି ଯୁବପିଢ଼ି ଚାକିରି ଖୋଜୁଛନ୍ତି, ଆଉ ସେଇଟା ନ ମିଳିଲେ ଅସନ୍ତୋଷ ବଢ଼ୁଛି। ଆଉ ଏଇ ଆଶା ନିରାଶା ହିଁ ତ ଭୋଟ ଦେବାବେଳେ କାମ କରେ। ଦ୍ୱିତୀୟ ମୁହଁ ହେଉଛି ବିରୋଧୀ ଦଳମାନଙ୍କର। ଏଠି କ'ଣ ହେଉଛି ନା ବିରୋଧୀଙ୍କ ଭୋଟ ଦୁଇ ଭାଗ ହୋଇଯାଉଛି। ଗୋଟେ ପଟେ ବିଜେପି ଯିଏ ଜାତୀୟ ପ୍ରସଙ୍ଗ ଆଉ ନିଜ ବିଚାରଧାରାକୁ ନେଇ ଆଗକୁ ବଢ଼ୁଛି, ଆଉ ଅନ୍ୟପଟେ କଂଗ୍ରେସ ଯାହାର ଏକ ପାରମ୍ପରିକ ଭୋଟ ବ୍ୟାଙ୍କ ଅଛି, ଯେଉଁମାନେ ବହୁ ପିଢ଼ି ଧରି ତାଙ୍କ ସହ ରହିଛନ୍ତି। ଏବେ ଆସିବା ତୃତୀୟ ମୁହଁକୁ, ଶାସକ ଦଳ। ବିଜେଡିର ସବୁଠୁ ବଡ଼ ଶକ୍ତି ହେଲା ତାର କଲ୍ୟାଣକାରୀ ଯୋଜନା ଆଉ ତାର ସଂଗଠନ। କିନ୍ତୁ ଏହାର ଭିତରେ ଗୋଟେ ଦୁର୍ବଳତା ବି ଅଛି। ଏତେ ବର୍ଷ ଶାସନରେ ରହିବା ପରେ ଲୋକଙ୍କ ମନରେ ସ୍ୱାଭାବିକ ଭାବେ ଗୋଟେ ଆଣ୍ଟି ଇନକମ୍ବେନ୍ସି ବା ଶାସନ ବିରୋଧୀ ଭାବନା ଆସେ, ଆଉ ତାକୁ ସମ୍ଭାଳିବା ବହୁତ ବଡ଼ ଚ୍ୟାଲେଞ୍ଜ। ଆଉ ଶେଷରେ ଚତୁର୍ଥ ମୁହଁ, ଯାହା ହେଉଛି ବାହ୍ୟ ପରିବେଶ। ଆମକୁ ବୁଝିବାକୁ ହେବ ଯେ ରାଜଗାଙ୍ଗପୁରର ରାଜନୀତି କେବଳ ରାଜଗାଙ୍ଗପୁର ଭିତରେ ସୀମିତ ନୁହେଁ। ପୂରା ରାଜ୍ୟର ଅର୍ଥନୀତି, ଦେଶର ରାଜନୀତି, ଏପରିକି ଆମ ମୋବାଇଲର ହ୍ୱାଟ୍ସଆପ୍ରେ ଆସୁଥିବା ଖବର, ଏସବୁ ଜିନିଷ ଭୋଟରଙ୍କ ମନ ଉପରେ ପ୍ରଭାବ ପକାଉଛି। ତେବେ ଏତେ ସବୁ ବିଶ୍ଳେଷଣ ପରେ ଏବେ ପ୍ରଶ୍ନ ଉଠୁଛି, ଆଗକୁ କ'ଣ କରିବାକୁ ହେବ? ଲୋକଙ୍କ ସହ ପୁଣି ଥରେ ସେହି ସମ୍ପର୍କ ଯୋଡ଼ିବାର ରାସ୍ତା କ'ଣ? ଏଥିପାଇଁ ଏକ ବ୍ଲୁପ୍ରିଣ୍ଟ ଦରକାର। ଆଉ ଗୋଟେ କଥା ମନେ ରଖିବା ଦରକାର, ଆଜିକାଲି ଲୋକଙ୍କ ସହ ଯୋଗାଯୋଗ କରିବା ବେଳେ ଭାରତର ଡିପିଡିପି ଆଇନକୁ ସମ୍ମାନ ଦେବା ଜରୁରୀ। ତାଙ୍କର ତଥ୍ୟର ଗୋପନୀୟତା ଆଉ ତାଙ୍କର ସମ୍ମତି, ଏହାକୁ ସବୁବେଳେ ପ୍ରାଧାନ୍ୟ ଦେବାକୁ ପଡ଼ିବ। ଏଇଟା ହେଉଛି ଗୋଟେ 90 ଦିନିଆ କାଉଣ୍ଟଡାଉନ୍। ପ୍ରଥମ କାମ ହେଲା ଭିତରେ ବସି ଭୁଲ କେଉଁଠି ରହିଲା ତାର ସମୀକ୍ଷା କରିବା ଆଉ ଗୋଟେ ସଠିକ୍ ଯୋଜନା ବନେଇବା। ଦ୍ୱିତୀୟରେ ସିଧା ଲୋକଙ୍କ ପାଖକୁ ଯିବା, ଘର ଘର ବୁଲି ତାଙ୍କ ସମସ୍ୟା ଶୁଣିବା। ତୃତୀୟରେ ମିଡିଆ ଆଉ ପ୍ରଚାର ମାଧ୍ୟମରେ ନିଜ କଥାକୁ ଠିକ୍ ଭାବେ ଉପସ୍ଥାପନ କରିବା। ଆଉ ଶେଷ ସପ୍ତାହରେ ସବୁ ଶକ୍ତି ଲଗେଇ ଲୋକଙ୍କୁ ଭୋଟ ଦେବାକୁ ବାହାରକୁ ଆଣିବା। ହେଲେ ଗୋଟେ କଥା ଅଛି, ଆଜିକାଲି ଖାଲି ତଳ ସ୍ତରରେ କାମ କଲେ ହେବନି, ତା ସାଙ୍ଗକୁ ଡିଜିଟାଲ ଦୁନିଆକୁ ବି ଠିକ୍ ଭାବରେ ବ୍ୟବହାର କରିବାକୁ ପଡ଼ିବ। ଯେମିତିକି ହ୍ୱାଟ୍ସଆପ୍ରେ ଛୋଟ ଛୋଟ ଗ୍ରୁପ୍ ବନେଇବା, ଓଡ଼ିଆରେ ଭିଡ଼ିଓ ତିଆରି କରିବା ଆଉ ମିଛ ଖବରକୁ ରୋକିବା ପାଇଁ ଗୋଟେ ଟିମ୍ ରଖିବା। ଉଦ୍ଦେଶ୍ୟ କେବଳ ପ୍ରଚାର ନୁହେଁ, ଉଦ୍ଦେଶ୍ୟ ହେଲା ଲୋକଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା। ଶେଷରେ ଗୋଟିଏ କଥା ମନେ ରଖିବାକୁ ହେବ, ଯାହା ଏଇ ପୂରା ବିଶ୍ଳେଷଣର ସାରାଂଶ। ଆପଣ ହୁଏତ ଭିଡ଼ କିଣିପାରିବେ, କୋଳାହଳ ଭଡ଼ାରେ ଆଣିପାରିବେ, କିନ୍ତୁ ଯଦି ବିଜୟ ଚାହୁଁଛନ୍ତି ତେବେ ଆପଣଙ୍କୁ ଲୋକଙ୍କ ବିଶ୍ୱାସ ଜିତିବାକୁ ପଡ଼ିବ। କାରଣ ପ୍ରକୃତ ଶାସନ ଟଙ୍କା କି କ୍ଷମତାରେ ନୁହେଁ, ତାହା କେବଳ ଲୋକଙ୍କ ବିଶ୍ୱାସର ମୂଳଦୁଆ ଉପରେ ହିଁ ଠିଆ ହୁଏ। ଯଦି ଆପଣ ଜଣେ ଲୋକାଭିମୁଖୀ ନେତା ହେବାକୁ ଚାହାନ୍ତି ଏବଂ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ଚାହାନ୍ତି, ତେବେ blueprintstrategies.ai ସହିତ mgr@blueprintstrategies.ai ରେ ଯୋଗାଯୋଗ କରନ୍ତୁ କିମ୍ବା 08042041602ରେ କଲ୍ କରନ୍ତୁ। ରାଜନୀତିର ଊର୍ଦ୍ଧ୍ୱରେ ଉଦ୍ଦେଶ୍ୟ,